ମୋର ମାଡ଼ ଗୋଳ ହେଲୁ କ'ଣ ପାଇଁ ହେଲୁ ସାଙ୍ଗମାନେ ଦେଖୁଥିବେ ମୁଁ ଏଠି ଗୋଟେ ବ୍ଲାଉଜ୍ ତିଆରି କରୁଛି, କିନ୍ତୁ ଆଜି ମୋର ବିଲକୁଲ ବି ମୁଡ୍ ନଥିଲା ବ୍ଲାଉଜ୍ ତିଆରି କରିବାରେ। ବସିକି ଭାବିଲି କ'ଣ କରିବି, ତାପରେ ଠାକୁରଙ୍କ ପାଖକୁ ପଳେଇଗଲି। ଠାକୁରଙ୍କ ପାଖକୁ ଗଲା ବେଳକୁ ବା ତାଙ୍କ କାମରେ ବ୍ୟସ୍ତ ଥିଲେ, ତ ମୁଁ ବି ଦେଖିଲି ବସିକି ଠାକୁର। ଆଉ ଇଏ ହେଉଛି ଖୁଦୁରୁକୁଣୀ ଠାକୁର। ତ ସାଙ୍ଗମାନେ ଆପଣମାନେ ମୋତେ ନିହାତି ଭାବରେ ଜଣେଇବେ, ଆପଣମାନେ ପୁନେଇ ପୂର୍ବରୁ କରନ୍ତି କି ପୁନେଇ ପରେ କରନ୍ତି। ଆମର ତ ଗୋଟେ ପୁନେଇ ପରେ ହୁଏ। ତ ଆପଣମାନେ ଦେଖିପାରୁଥିବେ ଠାକୁର କେତେ ସୁନ୍ଦର ଭାବରେ ବା ତାଙ୍କ ମନ ଧ୍ୟାନ ଦେଇକି ଠାକୁରଙ୍କୁ ଗଢ଼ୁଛନ୍ତି। ତ ମୁଁ ବି ଏଠି ବସିକି ଦେଖୁଛି। ତ ବାଙ୍କର ଠାକୁର ସବୁ କମ୍ପ୍ଲିଟ୍ ହେଇଗଲା। ସବୁ ତ କମ୍ପ୍ଲିଟ୍ ହେଇନି, ବହୁତ ଠାକୁର ଅଛନ୍ତି ବାକି। ତ ଯେଉଁ ଠାକୁର କମ୍ପ୍ଲିଟ୍ ହେଇଛନ୍ତି ମୁଁ ଆପଣମାନଙ୍କୁ ତ ଦେଖେଇଦେବି। ତ ଏଇ ଠାକୁର ଦେଖନ୍ତୁ କମ୍ପ୍ଲିଟ୍ ପୁରା ହେଇଯିବେ, କେତେ ସୁନ୍ଦର ଲାଗୁଛନ୍ତି। ବା ତ ୟେଲୋ ବ୍ଲାକ୍ କଲର୍ ବର୍ଡ଼ର ଦେଇ ଦେଉଛନ୍ତି ଶାଢ଼ୀରେ, ଶାଢ଼ୀଟା ବି ବହୁତ ବଢ଼ିଆ ଲାଗୁଛି। ତ ମୁଁ ଏଠି ବସି ପଡ଼ିଲି, ବସିକି ଭାବିଲି କ'ଣ କରିବି। ଆସି ତ ଗଲି ଏ ଜାଗାକୁ, କିନ୍ତୁ ଏଠି ବସି ବସି କରିବି କ'ଣ? କିଛି କେଉଁଠି କ'ଣ ଦେଖାଯାଉନି, କ'ଣ କାରୁକାର୍ଯ୍ୟ କରିବି ଓଳାଓଳି। ତାପରେ ନଜର ପଡ଼ିଗଲା ମାଆଙ୍କ ପାଖରେ ଗୋଟେ ରଙ୍ଗ ଡବା ଥୁଆ ହେଇଛି। ତ ତୁରନ୍ତ ପଳେଇଗଲି, ସେ ଡବା ଧରି ନେଇ ଆସିଲି। ଆସିଲା ପରେ ବସି ପଡ଼ିଲି। ତ ଠାକୁର ଯାଇକି ଗୋଟେ ବି ଧରିଦେଲି, ଏଇ ଠାକୁରଟାକୁ କଲର୍ କରିବି। ବାବା ସୁଟ୍ କିନା ଆସି ମୋତେ ପଚାରିଲେ ତୁ କ'ଣ କରିବୁ? ମୁଁ କହିଲି ମୁଁ ଠାକୁର କଲର୍ କରିବି। ବାବା କହିଲେ ହଉ ଠିକ୍ ଅଛି। ସିଏ ସବୁ ଠାକୁର ସବୁ ଯାକ ସେ ସାଇଡ଼୍ କରିଦେଲି, କହିଲେ ଏଇଠି ବସିକି କଲର୍ କରେ। ତ ମୁଁ ବି ବସିକି ଠାକୁରଙ୍କୁ ମେକଅପ୍ ଦେବାରେ ଲାଗି କହିଲି। ମୁଁ ବି କୌଣସି ମେକଅପ୍ ବେଲାଠାରୁ କମ୍ ନ ଦେଖୁନାହାନ୍ତି, ଠାକୁରଙ୍କୁ କେତେ ସୁନ୍ଦର ଭାବରେ ମେକଅପ୍ ବସି ଦେଇଦେଉଛି। ତ ବହୁତ ସୁନ୍ଦର ଲାଗିଲା ରଙ୍ଗ କରିକିନି, କାରଣ ଏଠି ବ୍ଲାଉଜ୍ କାମରେ ତ ଟୋଟାଲ୍ ଇଣ୍ଟରେଷ୍ଟ ଆସୁନଥିଲା ଯେହେତୁ, ତେଣୁକରି ଠାକୁରଙ୍କ ପାଖକୁ ପଳେଇଲି। ଯାହା ହଉ ମୋତେ ରଙ୍ଗ ଦେବାକୁ ସୁଯୋଗ ମିଳିଲା ବେଳୁ ବହୁତ ଖୁସି ଲାଗିଲା। ବସି ବୋଳାବୋଳି କରିଦେଲି। ତ ତା ଭିତରେ ରଙ୍ଗ ବୋଳିବା ଭିତରେ ଭାଇର ମୋର ଟିକେ ମାଡ଼ଗୋଳ ହେଇଗଲୁ। କ'ଣ ପାଇଁ ମାଡ଼ଗୋଳ ହେଲୁ ମୁଁ ଆପଣମାନଙ୍କୁ ନେକ୍ସଟ ଭିଡ଼ିଓରେ ହିଁ ଜଣାଇବି।